ଅବଧୂତ ଓ ଚିଲ। ଶ୍ରୀରାମକୃଷ୍ଣ କହିଲେ, ବିଷୟ କର୍ମରେ ଲିପ୍ତ ହେଲେ ଅଶାନ୍ତି ବଢ଼େ। ଅନେକ ପ୍ରକାର ଭାବନା ଓ ଦୁର୍ଭାବନା ଆସି ଦେଖାଦିଏ। ଦୁଃଖର ମାତ୍ରା ବଢ଼େ। ଶ୍ରୀମଦ୍ ଭାଗବତରେ ଅଛି ଯେ ଅବଧୂତଙ୍କର 24 ଗୁରୁଙ୍କ ମଧ୍ୟରେ ଗୋଟିଏ ଚିଲ ଥିଲେ ଅନ୍ୟତମ। ଗୋଟିଏ ସ୍ଥାନରେ କେଉଟମାନେ ମାଛ ଧରୁଥିଲେ। କେଉଁଆଡ଼ୁ ଗୋଟାଏ ଚିଲ ଆସି ମାଛଟାଏ ଝାମ୍ପି ନେଲା। ଚିଲ ଥଣ୍ଟରେ ମାଛ ଦେଖି କୁଆମାନେ କା କା ରାବ ଦେଇ ଚିଲକୁ ଗୋଡ଼ାଇଲେ। ଚିଲ ଯେଉଁଆଡ଼କୁ ଉଡ଼ିଲା କୁଆମାନେ ତାକୁ ଛାଡ଼ିଲେ ନାହିଁ, ତାକୁ ଗୋଡ଼ାଇଲେ। ଚିଲ ବଡ଼ ଅସ୍ତବ୍ୟସ୍ତ ହୋଇ ପଡ଼ିଲା ଏବଂ କାଉଙ୍କ ଦାଉରୁ ନିଜକୁ ଓ ମାଛକୁ ରକ୍ଷା କରି ଓ ଧରିଥିବା ମାଛକୁ ରକ୍ଷା କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସେଥିରେ ସେ ସଫଳ ହେଲା ନାହିଁ। ତା'ର ସେ ଅସ୍ତବ୍ୟସ୍ତତା ମଧ୍ୟରେ ତା ଥଣ୍ଟରୁ ମାଛଟା ଖସି ପଡ଼ିଲା। ତାହା ଦେଖି କୁଆମାନେ ଚିଲ ପଛରେ ଆଉ ନ ଗୋଡ଼ାଇ ମାଛକୁ ଧରିବାକୁ ଚେଷ୍ଟା କଲେ। କୁଆଙ୍କ ଦାଉରୁ ରକ୍ଷା ପାଇ ଚିଲ ଯାଇ ଗୋଟାଏ ଗଛ ଡାଳରେ ବସି ପଡ଼ିଲା ଏବଂ ବସି ବସି ଭାବିଲା, ଗୋଟାଏ ମାଛ ପାଇଁ ମୁଁ କେତେ ହଇରାଣ ହେଲି। ବର୍ତ୍ତମାନ ମାଛ ନାହିଁ, ଫଳରେ ମୁଁ କେତେ ଶାନ୍ତିରେ ଅଛି। ଏଇ ମାଛଟା ଥିଲା ସବୁ ଅଶାନ୍ତିର କାରଣ। ମାଛଟା ଯାଇଛି, ଭଲ ହୋଇଛି। ଓଃ କି ଶାନ୍ତି! ଅବଧୂତ ଚିଲଠାରୁ ଶିକ୍ଷା ଲାଭ କଲେ ଯେ ଯେତେବେଳେ ପର୍ଯ୍ୟନ୍ତ ଜୀବ ମାଛକୁ ଅର୍ଥାତ୍ କାମନା ବାସନାକୁ ଜାବୁଡ଼ି ଧରିଥାଏ ସେତେବେଳେ ପର୍ଯ୍ୟନ୍ତ ସବୁ ପ୍ରକାର କାର୍ଯ୍ୟବ୍ୟସ୍ତତା ଏବଂ ସେହି କାର୍ଯ୍ୟବ୍ୟସ୍ତତା ଯୋଗୁଁ ଯେତେ ସବୁ ଭାବନା, ଦୁଶ୍ଚିନ୍ତା ଓ ଅଶାନ୍ତି। ବାସନା ତ୍ୟାଗ କଲେ କର୍ମ କ୍ଷୟ ହୁଏ ଓ ଶାନ୍ତି ଲାଭ ହୁଏ। ତେବେ ନିଷ୍କାମ କର୍ମ ଭଲ। ତହିଁରେ କୌଣସି ଅଶାନ୍ତି ନଥାଏ। କିନ୍ତୁ ନିଷ୍କାମ କର୍ମ କରିବା ବଡ଼ କଠିନ। ଈଶ୍ୱର ଦର୍ଶନ କରିବା ପରେ ନିଷ୍କାମ କର୍ମ ଅନାୟାସରେ କରିବା ସମ୍ଭବ ହୋଇଥାଏ। ଆଉ ଚିଠିର ବା କ'ଣ ଦରକାର? ଠାକୁର ଶ୍ରୀରାମକୃଷ୍ଣଙ୍କୁ ଦିନେ ନରେନ୍ଦ୍ର କହିଲେ, ଗିରୀଶ ଘୋଷଙ୍କ ସହିତ ଆଳାପ ହେଲା। ଖୁବ୍ ବଡ଼ ଲୋକ। ଆପଣଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲା। ରାମକୃଷ୍ଣ ପଚାରିଲେ, କି କଥା? ନରେନ୍ଦ୍ର କହିଲେ, ଆପଣ ଲେଖାପଢ଼ା ଜାଣନ୍ତି ନାହିଁ। ଆମେ ସବୁ ପଣ୍ଡିତ। ଏହିସବୁ କଥା ହେଉଥିଲା। ମଣି ମଲ୍ଲିକ ସେହି ସମୟରେ ଠାକୁରଙ୍କୁ ଲକ୍ଷ୍ୟ କରି କହିଲେ, ଲୋକେ ପାଠ ପଢ଼ି ପଣ୍ଡିତ ହୁଅନ୍ତି, କିନ୍ତୁ ଆପଣ ତ କିଛି ନ ପଢ଼ି ପଣ୍ଡିତ। ନରେନ୍ଦ୍ରଙ୍କୁ ଲକ୍ଷ୍ୟ କରି ଶ୍ରୀରାମକୃଷ୍ଣ କହିଲେ, ସତ କହୁଛି, ମୁଁ ବେଦାନ୍ତ ଆଦି ଶାସ୍ତ୍ର ପଢ଼ିନାହିଁ ବୋଲି ଆଦୌ ଦୁଃଖ କରେ ନାହିଁ। ମୁଁ ଜାଣେ ବେଦାନ୍ତର ସାର ହେଲା ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା। ପୁଣି ଗୀତାର ସାର କ'ଣ? ଗୀତାକୁ ବାରମ୍ବାର ଉଚ୍ଚାରଣ କଲେ ଯାହା ହୁଏ, ତ୍ୟାଗୀ ତ୍ୟାଗୀ। ବେଦ ଆଦି ଅନେକ ଶାସ୍ତ୍ର ଅଛି, କିନ୍ତୁ ସାଧନା ନ କଲେ, ତପସ୍ୟା ନ କଲେ ଈଶ୍ୱରଙ୍କୁ ଲାଭ କରି ହୁଏ ନାହିଁ। ଷଡ଼ଦର୍ଶନରେ ଦର୍ଶନ ମିଳେ ନାହିଁ। ପାଣ୍ଡିତ୍ୟ ଦ୍ୱାରା ଈଶ୍ୱରଙ୍କୁ ଲାଭ କରି ହୁଏ ନାହିଁ। ଈଶ୍ୱର ହେଉଛନ୍ତି ବେଦ, ଶାସ୍ତ୍ର, ପୁରାଣ, ତନ୍ତ୍ର ଆଦିର ଊର୍ଦ୍ଧ୍ୱରେ। ବହି, ଶାସ୍ତ୍ର ଏସବୁ କେବଳ ଈଶ୍ୱରଙ୍କ ନିକଟରେ ପହଞ୍ଚିବାର ପଥ ଦେଖାଇ ଦିଅନ୍ତି। ଶାସ୍ତ୍ରରେ ଯାହା ସବୁ ଅଛି ସେସବୁ ଜାଣିନେବା ପରେ ସେହି ଅନୁସାରେ କାର୍ଯ୍ୟ କରିବାକୁ ହୋଇଥାଏ। ପଥ ଓ ଉପାୟ ଜାଣିନେବା ପରେ ବହି ଶାସ୍ତ୍ରର ଆଉ ଦରକାର କ'ଣ? ତେଣିକି ନିଜର କର୍ତ୍ତବ୍ୟ କରିବା ଉଚିତ। ଜଣଙ୍କ ପାଖକୁ ଖଣ୍ଡିଏ ଚିଠି ଆସିଥିଲା। ସେହି ଚିଠିରେ ଘରର ଅନ୍ୟାନ୍ୟ କଥା ସହିତ କିଛି ଜିନିଷ ପଠାଇବାର କଥା ଲେଖାଥିଲା। ଜିନିଷ ସବୁ କ'ଣ କିଣାଯିବ ବୋଲି ଚିଠି ଦରକାର ପଡ଼ିଲା, କିନ୍ତୁ ସେତେବେଳକୁ ସେହି ଚିଠି ଖଣ୍ଡକ ଆଉ ମିଳିଲା ନାହିଁ। ତେଣୁ ସେ ଅସ୍ତବ୍ୟସ୍ତ ହୋଇ ଚିଠି ଖଣ୍ଡକ କେଉଁଠି ରହିଲା ତାକୁ ଖୋଜିବାକୁ ଲାଗିଲେ। ଅନେକ ସମୟ ଧରି ଅନେକ ଲୋକ ଚିଠିଟାକୁ ଖୋଜିଲେ। ଶେଷରେ ଯେତେବେଳେ ଚିଠିଟି ମିଳିଲା, ସେତେବେଳେ ଆନନ୍ଦର ଆଉ ସୀମା ରହିଲା ନାହିଁ। ଅତି ଯତ୍ନରେ ଚିଠି ଖଣ୍ଡକ ହାତରେ ଧରି ସେ ବ୍ୟକ୍ତିଟି ଚିଠିରେ କ'ଣ ଲେଖା ହୋଇଛି ତାହା ପଢ଼ିବାକୁ ଲାଗିଲେ। ଚିଠିରେ ଲେଖାଥିଲା, 500ର ସନ୍ଦେଶ, ଖଣ୍ଡେ ଶାଢ଼ୀ କିଣି ପଠାଇବେ, ଇତ୍ୟାଦି ଇତ୍ୟାଦି। ଚିଠି ପଢ଼ି ସେତକ ମନେ ରଖିବା ପରେ ଆଉ ଚିଠିର ଦରକାର ନାହିଁ। ଚିଠିଟିକୁ ଚିରି ପକାଇ ଦେଇ ସନ୍ଦେଶ ଓ ଲୁଗାପଟା ଆଦି ଜିନିଷମାନ କିଣିବାକୁ ସେ ବାହାରି ପଡ଼ିଲେ। ଚିଠିର ଦରକାର ସେତେବେଳେ ପର୍ଯ୍ୟନ୍ତ ଯେତେବେଳେ ପର୍ଯ୍ୟନ୍ତ ସନ୍ଦେଶ ଓ ଲୁଗା ଇତ୍ୟାଦିର କଥା ଜଣା ନ ପଡ଼ିଛି। ତାପରେ ଆଉ ଚିଠି ଲକ୍ଷ୍ୟ ନୁହେଁ। ଲକ୍ଷ୍ୟ ଚିଠିରେ ଲେଖାଥିବା ଜିନିଷ ସଂଗ୍ରହ କରିବା। ଶାସ୍ତ୍ରରେ ଈଶ୍ୱରଙ୍କୁ ପାଇବାର ଉପାୟ କୁହାଯାଇଛି। ସେହି ଉପାୟ ଜାଣିବା ପରେ କର୍ମ ଆରମ୍ଭ କରିବାକୁ ହୋଇଥାଏ। ତେବେ ଯାଇ ସିନା ବସ୍ତୁ ଲାଭ। ଶୁଦ୍ଧ ପାଣ୍ଡିତ୍ୟର କ'ଣ ହେବ? ଅନେକ ଶ୍ଲୋକ, ଅନେକ ଶାସ୍ତ୍ର ପଣ୍ଡିତଙ୍କୁ ଜଣା ଥାଇପାରେ, କିନ୍ତୁ ଯାହା ମନରେ ସଂସାର ପ୍ରତି ଆସକ୍ତି ଅଛି, ସେ କାମିନୀ କାଞ୍ଚନକୁ ମନେ ମନେ ଝୁରି ହେଉଛି, ତା ପକ୍ଷରେ ଶାସ୍ତ୍ର ଧାରଣ ହୁଏ ନାହିଁ। ତା ପକ୍ଷରେ ଶାସ୍ତ୍ର ପାଠ ବୃଥା। ପାଞ୍ଜି ଲେଖିଛି ଖୁବ୍ ବର୍ଷା ହେବ, କିନ୍ତୁ ପାଞ୍ଜିକୁ ଚିପୁଡ଼ିଲେ ଫୁଣ୍ଟାଏ ପାଣି ପଡ଼େ ନାହିଁ। ଆରେ ଫୁଣ୍ଟାଏ ହେଲେ ପାଣି ପଡ଼, କିନ୍ତୁ ପାଞ୍ଜିରୁ ଫୁଣ୍ଟାଏ ବି ପାଣି ଝରେ ନାହିଁ। ପଣ୍ଡିତମାନେ ଖୁବ୍ ବଡ଼ ବଡ଼ କଥା କହନ୍ତି, କିନ୍ତୁ ତାଙ୍କର ନଜର କେଉଁଠି? କାମିନୀ କାଞ୍ଚନରେ, ଦୈହିକ ସୁଖ ଆଉ ଟଙ୍କାରେ। ଶାଗୁଣା ଖୁବ୍ ଉଚ୍ଚରେ ଉଡ଼େ, ହେଲେ ତା'ର ନଜର ଥାଏ କେଉଁଠି ମଡ଼ା ପଡ଼ିଛି। ତେବେ ପଢ଼ିବା ଅପେକ୍ଷା ଶୁଣିବା ଭଲ। ଗୁରୁଙ୍କ ମୁଖରୁ କିମ୍ବା ସାଧୁସନ୍ତଙ୍କ ମୁଖରୁ ଶୁଣିଲେ ଶ୍ରୋତାର ଧାରଣା ସ୍ପଷ୍ଟ ହୁଏ ଏବଂ ଶାସ୍ତ୍ରରେ ଲେଖା ହୋଇଥିବା ଅତିରଞ୍ଜିତ ଅସାର ଅନାବଶ୍ୟକ କଥା ସବୁକୁ ଚିନ୍ତା କରିବାକୁ ପଡ଼େ ନାହିଁ। ଶୁଣିବା ଅପେକ୍ଷା ଦେଖିବା ତା'ଠାରୁ ଭଲ। ନିଜ ସ୍ୱଚକ୍ଷୁରେ ଦେଖିଲେ ମନର ସବୁ ସନ୍ଦେହ ଦୂର ହୁଏ। ଶାସ୍ତ୍ରରେ ତ ଅନେକ କଥା ଲେଖା ଅଛି। ଈଶ୍ୱରଙ୍କ ସହିତ ସାକ୍ଷାତକାର ନ ହେଲେ, ତାଙ୍କ ପାଦପଦ୍ମରେ ଭକ୍ତି ଜାତ ନ ହେଲେ
ଚିତ୍ତବୃତ୍ତି ଶୁଦ୍ଧ ନହେଲେ ଶାସ୍ତ୍ର ଅଧ୍ୟୟନ ବୃଥା। ଶାସ୍ତ୍ର ନେଇ ବିଚାର କେତେ ଦିନ? ଯେତେ ଦିନ ପର୍ଯ୍ୟନ୍ତ ଈଶ୍ୱରଙ୍କ ସହିତ ସାକ୍ଷାତକାର ନ ହୋଇଛି। ଭ୍ରମର ଗୁଣୁ ଗୁଣୁ କରେ କେତେବେଳେ ପର୍ଯ୍ୟନ୍ତ? ଯେତେବେଳେ ପର୍ଯ୍ୟନ୍ତ ଫୁଲର ସଙ୍ଗ ସାହଚର୍ଯ୍ୟ ସେ ନ ପାଇଛି। ଫୁଲରେ ବସି ମଧୁପାନ କରିବାକୁ ସେ ଆରମ୍ଭ କଲେ ଆଉ ସେ ଶବ୍ଦ କରେ ନା। ତେବେ ଗୋଟିଏ କଥା, ଈଶ୍ୱରଙ୍କୁ ଦର୍ଶନ କରିବା ପରେ ବି କଥା କୁହାଯାଏ। ସେ କଥା କେବଳ ଈଶ୍ୱରଙ୍କ ଆନନ୍ଦର କଥା। ଯେପରି ମାତାଲ ମୁହଁରେ ଜୟ କାଳୀ ଶବ୍ଦ। ଭାଗବତ ପାଠ ଓ ବୈଶ୍ୟାଘର। ଦୁଇ ଜଣ ବନ୍ଧୁ ବାଟରେ ଯାଉଥାନ୍ତି। ଯାଉ ଯାଉ ଦେଖିଲେ ଗୋଟାଏ ଜାଗାରେ ଭାଗବତ ପାଠ ହେଉଛି। ଦୁଇ ବନ୍ଧୁଙ୍କ ମଧ୍ୟରୁ ଜଣେ କହିଲା, ଆସ ଏଠି ବସି ଭାଗବତ ଶୁଣିବା। ଏହା କହି ଭାଗବତ ସଭାରେ ସେ ବସି ପଡ଼ିଲା। କିନ୍ତୁ ଆର ବନ୍ଧୁ ଜଣକୁ ଉଙ୍କି ମାରି କିଛି ସମୟ ଅନେଇଲା। କ'ଣ ଭାବିଲା କେଜାଣି ଭାଗବତ ଶୁଣିବାକୁ ସେଠି ନ ବସି ଆଗକୁ ଚାଲିଲା। କିଛି ବାଟ ଗଲା ପରେ ବାଟରେ ବେଶ୍ୟା ଘର ପଡ଼ିଲା। ସେ ତା ଭିତରେ ପଶିଲା। ବେଶ୍ୟା ଘରେ ମଉଜ ମଜଲିସ କଲାବେଳେ ହଠାତ୍ ତା ମନରେ ବିରକ୍ତି ଦେଖାଦେଲା। ସେ ମନେ ମନେ ଭାବିଲା, ମୋତେ ଧିକ୍, ମୋ ବନ୍ଧୁ ସେଠି ବସି ହରି କଥା ଶୁଣୁଛି, ଅଥଚ ମୁଁ ଆସି ଏଇ ନରକରେ ମଉଜ କରୁଛି। ମୋତେ ଧିକ୍, ମୋ ମଉଜ କରିବାକୁ ଧିକ୍। ନିଜକୁ ଏହିପରି ଧିକ୍କାର କରି ସେ ସେଠାରେ ଆଉ ରହିଲା ନାହିଁ। ସେଠୁ ସଙ୍ଗେ ସଙ୍ଗେ ପଳାଇ ଆସିଲା। ଯେଉଁ ବନ୍ଧୁ ଜଣକ ଭାଗବତ ସଭାରେ ବସି ଭାଗବତ ଶୁଣୁଥିଲା, ତା ମନରେ ମଧ୍ୟ ଭାବାନ୍ତର ଦେଖାଦେଲା। ସେ ମନେ ମନେ ଭାବିଲା, ଛି ଛି, ମୁଁ କେଡ଼େ ବୋକାଟେ ସତେ। ଏ ବୁଢ଼ା ବ୍ରାହ୍ମଣଟା ବସି ପୁରାଣ ଗାଉଛି, ମୁଁ ତାର କଥା ବସି ଶୁଣୁଛି। ଛି ଛି, ତେଣେ ମୋ ବନ୍ଧୁ କେତେ କ'ଣ ମଉଜ କରୁନଥିବ, ଅଥଚ ମୁଁ ଏଠି ଅଯଥାରେ ବସି ସମୟ ନଷ୍ଟ କରୁଛି। ଏପରି ଭାବି ସେ ଭାଗବତ ସଭାରେ ଆଉ ନ ବସି ଉଠି ଆସିଲା। ସେଇ ବନ୍ଧୁ ଦୁଇ ଜଣଙ୍କର ଯେତେବେଳେ ପରଲୋକ ହେଲା, ସେତେବେଳେ ଯମଦୂତଗଣ ଆସି ଭାଗବତ ସଭାରୁ ଉଠି ଆସିଥିବା ବନ୍ଧୁଟିକୁ ଧରି ନେଇ ନରକରେ ଫିଙ୍ଗିଦେଲେ। ବେଶ୍ୟାଘରୁ ଚାଲି ଆସୁଥିବା ବନ୍ଧୁକୁ ବିଷ୍ଣୁଦୂତଗଣ ଆସି ବୈକୁଣ୍ଠକୁ ନେଇଗଲେ। ଶ୍ରୀ ରାମକୃଷ୍ଣ କହିଲେ, ଭଗବାନ ମନ ଜାଣି ଫଳ ଦିଅନ୍ତି। ଯାହାର ଯେପରି ଭାବ ସେ ସେହିପରି ଫଳ ପାଏ। କିଏ କେଉଁଠି ରହିଲା ସେଥିପ୍ରତି ଈଶ୍ୱର ଦୃଷ୍ଟି ନ ଦେଇ କିଏ କି ଭାବରେ ଚିନ୍ତା କରୁଛି, କାମ କରୁଛି, ତା ଉପରେ ଦୃଷ୍ଟି ଦେଇଥାନ୍ତି। ଶୂକର ମାଂସ ଖାଇ କେହି ଯଦି ଈଶ୍ୱରଙ୍କ ପ୍ରତି ଆକୃଷ୍ଟ ହୋଇପାରେ, ତେବେ ସେ ଲୋକ ଧନ୍ୟ। ହବିଷ କରି ଯଦି କାମିନୀ କାଞ୍ଚନରେ ମନ ଥାଏ, ତାହେଲେ ସେ ଧିକ୍। ହଜାର ହଜାର ଜପତପ କରିବା ସତ୍ତ୍ୱେ ଯଦି ବିଷୟ ବୃଦ୍ଧି ଥାଏ, ତାହେଲେ କିଛି ହେବ ନାହିଁ। ତେଣୁ ନିଜ ଭାବନାକୁ ପ୍ରଥମେ ଶୁଦ୍ଧ କର, ଆଉ ସବୁ ମନକୁ ମନ ଶୁଦ୍ଧ ହୋଇଯିବ। ସବୁକିଛି ରାମର ଇଚ୍ଛା। ଠାକୁର ଶ୍ରୀ ରାମକୃଷ୍ଣଙ୍କ ନିକଟରେ ଦିନ ଜଣେ ଭକ୍ତ କହିଲେ, ଈଶ୍ୱରଙ୍କ ଆଡ଼କୁ ମନ ନ ଗଲେ ଆଉ କି ସଂସାର କରି ହୁଏ? ତା ଶୁଣି ଶ୍ରୀ ରାମକୃଷ୍ଣ କହିଲେ, ସେ ପୁଣି କ'ଣ? ସଂସାରରେ ରହିବ ନାହିଁ ତ କେଉଁଠି ରହିବ? ମୁଁ ଦେଖୁଛି ଯେଉଁଠି ଥାଉ ନା କାହିଁକି, ରାମଙ୍କ ଅଯୋଧ୍ୟାରେ ତ ଅଛି। ଏ ସାରା ଜଗତ ରାମଙ୍କର ଅଯୋଧ୍ୟା। ରାମଚନ୍ଦ୍ର ଗୁରୁଙ୍କଠାରୁ ଜ୍ଞାନଲାଭ କରିବା ପରେ କହିଲେ, ମୁଁ ସଂସାର ତ୍ୟାଗ କରିବି। ରାମଙ୍କ କଥା ଶୁଣି ପୁତ୍ରଶ୍ରୀ ଦଶରଥ ହତବାକ୍ ହୋଇଗଲେ। ରାମଙ୍କୁ ବୁଝାଇବା ପାଇଁ ଦଶରଥ ଶେଷରେ ବଶିଷ୍ଠଙ୍କୁ ପଠାଇଲେ। ବଶିଷ୍ଠ ଯେତେବେଳେ ଦେଖିଲେ ଯେ ରାମଙ୍କ ମଧ୍ୟରେ ତୀବ୍ର ବୈରାଗ୍ୟ ଉଦୟ ହୋଇଛି, ସେତେବେଳେ ସେ କହିଲେ, ରାମ, ଆଗ ମୋ ସହିତ ଭାବ ବିଚାର ଆଲୋଚନା କର, ତାପରେ ସଂସାର ତ୍ୟାଗ କରିବ। ଆଚ୍ଛା, ତୁମକୁ ଗୋଟିଏ କଥା ପଚାରୁଛି, ଈଶ୍ୱରଙ୍କୁ ନେଇ ସଂସାର ନା ଈଶ୍ୱରଙ୍କୁ ଛାଡ଼ି ସଂସାର? ଈଶ୍ୱରଙ୍କୁ ଛାଡ଼ି ଯଦି ସଂସାର, ତେବେ ତୁମେ ସଂସାର ତ୍ୟାଗ କରିପାର। ରାମ ମନେ ମନେ ବିଚାର କରି ଦେଖିଲେ ଯେ ଈଶ୍ୱର ନିଜେ ହିଁ ଏହି ଜୀବ ଜଗତ ସବୁକିଛି ଦେଇଛନ୍ତି। ତାଙ୍କ ସତ୍ତା ଯୋଗୁଁ ହିଁ ଏସବୁ ସତ୍ୟ ବୋଲି ବୋଧ ହେଉଛି। ତେଣୁ ସଂସାର ଛାଡ଼ି ସେ ଯିବେ କେଉଁଆଡ଼େ? ବଶିଷ୍ଠଙ୍କ ପ୍ରଶ୍ନର ଉତ୍ତର ସେ ଦେଇପାରିଲେ ନାହିଁ। ସେ ନୀରବ ରହିବାକୁ ଉଚିତ ମନେ କଲେ। ସଂସାରରେ ରହିବା ଅର୍ଥ କାମ କ୍ରୋଧ ଆଦି ସହିତ ଯୁଦ୍ଧ କରିବା, ନାନା ବାସନା ସହିତ ଯୁଦ୍ଧ କରିବା, ଆସକ୍ତି ସହିତ ଯୁଦ୍ଧ କରିବା। ଦୁର୍ଗ ଭିତରୁ ଥାଇ ଯୁଦ୍ଧ କରିବା ସୁବିଧାଜନକ। ଗୃହ ମଧ୍ୟରୁ ଥାଇ ଯୁଦ୍ଧ କରିବା ଭଲ। ଖାଇବା ପିଇବାକୁ ମିଳେ। ଧର୍ମପତ୍ନୀ ଅନେକ ରକମ ସାହାଯ୍ୟ କରନ୍ତି। କଳିର ଅନ୍ନଗତ ପ୍ରାଣ। ସେ ଅନ୍ନ ମୁଠାକ ପାଇଁ 7 ଜାଗାରୁ ଘୂରିବା ଅପେକ୍ଷା ଗୋଟିଏ ଜାଗାରେ ରହିବା ଭଲ। ଗୃହ ଦୁର୍ଗ ଭିତରୁ ଥାଏ, ତେଣୁ ଯୁଦ୍ଧ କରିବା ଭଲ। ସଂସାରରେ ବାସ କଲାବେଳେ ବହୁ ଝଡ଼ଝଞ୍ଜା ସହିବାକୁ ହୋଇଥାଏ। ପବନରେ ଉଡ଼ି ଯାଉଥିବା ପତ୍ରର ଅବସ୍ଥା ଯାହା ହୋଇଥାଏ, ସଂସାରରେ ବାସ କରିବା ମଣିଷର ଅବସ୍ଥା ତାହା ହିଁ ହୋଇଥାଏ। ଝଡ଼ର ବେଗ ଯେପରି ପତ୍ରକୁ ଯେଉଁଆଡ଼େ ଚାହେଁ ସେଇଆଡ଼ୁ ଉଡ଼େଇ ନିଏ। କେତେବେଳେ ତାକୁ ନେଇ ଘର ଭିତରେ ପକାଏ ତ କେତେବେଳେ ନେଇ ପକାଏ ରାସ୍ତା କଡ଼ରେ। ଯେଉଁ ଆଡ଼କୁ ପବନ ବହେ ସେହି ଆଡ଼କୁ ପତ୍ର ଯାଏ। କେତେବେଳେ ପତ୍ର ଯାଇ ପଡ଼େ ଭଲ ଜାଗାରେ ତ କେତେବେଳେ ପୁଣି ଯାଇ ପଡ଼େ ଖରାପ ଜାଗାରେ। ଭଗବାନ ତୁମକୁ ଆଣି ସଂସାରରେ ପକାଇଛନ୍ତି।
ଭଲ କଥା, ଏଇ ସ୍ଥାନରେ ରୁହ। ପୁଣି ସେ ଯେତେବେଳେ ତୁମକୁ ଏଠାରୁ ନେଇ ଆଉ କେଉଁ ଭଲ ଜାଗାରେ ନେଇ ପକାଇବେ ସେତେବେଳର କଥା ସେତେବେଳେ ଭାବିବ। ଭଗବାନ ତୁମକୁ ଆଣି ଏ ସଂସାର ଚକ୍ରରେ ପକାଇଛନ୍ତି, ଏଥିରେ ତୁମର କିଛି କରିବାର ନାହିଁ। ତୁମର ସମସ୍ତ କିଛି ତାଙ୍କୁ ସମର୍ପଣ କର, ତାଙ୍କଠାରେ ଆତ୍ମସମର୍ପଣ କର, ତାହେଲେ ଆଉ କିଛି ଅସୁବିଧା ରହିବ ନାହିଁ। ସେତେବେଳେ ତୁମେ ବେଶ ବୁଝିପାରିବ ତାଙ୍କର ଇଚ୍ଛାରେ ହିଁ ସବୁକିଛି ହେଉଛି, ସବୁକିଛି ରାମଙ୍କର ଇଚ୍ଛା। କୌଣସି ଗୋଟିଏ ସ୍ଥାନରେ ଜଣେ ତନ୍ତୀ ଥିଲା। ସେ ଥିଲା ବଡ଼ ଧାର୍ମିକ, ସେଥିପାଇଁ ସମସ୍ତେ ତାକୁ ବିଶ୍ୱାସ କରୁଥିଲେ ଓ ଭଲ ବି ପାଉଥିଲେ। ତନ୍ତୀ ହାଟକୁ ଯାଇ ଲୁଗାପଟା ବିକ୍ରି କରେ। ଖରିଦ୍ଦାରମାନେ ଲୁଗାର ଦାମ କେତେ ବୋଲି ତାକୁ ପଚାରିଲେ ସେ କହେ, ରାମର ଇଚ୍ଛା। ସୂତାର ଦାମ ଟଙ୍କାଏ, ରାମର ଇଚ୍ଛା। ମଜୁରୀ 4 ଅଣା, ରାମର ଇଚ୍ଛା। ଲାଭ 2 ଅଣା, ଲୁଗାର ଦାମ, ରାମର ଇଚ୍ଛା। ଟଙ୍କାଏ 6 ଅଣା। ଲୋକଙ୍କର ତା ଉପରେ ଏତେ ବିଶ୍ୱାସ ଯେ ସେମାନେ ସଙ୍ଗେ ସଙ୍ଗେ ସେଇ ଦାମ ଦେଇ ଲୁଗା ନେଇଯାଆନ୍ତି। ତନ୍ତୀ ହେଲେ କ'ଣ ହେବ, ସେ ଭାରି ଈଶ୍ୱର ଭକ୍ତ। ରାତିରେ ଖିଆପିଆ ସରିବା ପରେ ଅନେକ ସମୟ ପର୍ଯ୍ୟନ୍ତ ଚଣ୍ଡୀ ମଣ୍ଡପରେ ବସି ସେ ଈଶ୍ୱର ଚିନ୍ତା କରେ, ତାଙ୍କର ନାମଗୁଣ କୀର୍ତ୍ତନ କରେ। ଦିନକର କଥା, ରାତି ଆସି ସେତେବେଳକୁ ଅନେକ ହେଲାଣି। ତନ୍ତୀର ଆଖିକୁ ନିଦ ଆସୁନଥାଏ, ତେଣୁ ସେ ଚଣ୍ଡୀ ମଣ୍ଡପରେ ବସି ତମାଖୁ ଖାଉଥାଏ। ସେ ସମୟରେ ସେଇ ବାଟ ଦେଇ ଦଳେ ଡକାୟତି କରିବାକୁ ଯାଉଥାନ୍ତି। ଜିନିଷପତ୍ର ବୋହି ନେବା ପାଇଁ ସେମାନେ ଗୋଟିଏ ମୋଟା ଲୋକକୁ ଖୋଜୁଥାନ୍ତି। ତନ୍ତୀକୁ ମଣ୍ଡପ ଉପରେ ଏକାକୀ ବସିଥିବାର ଦେଖି ଡକାୟତଙ୍କ ମଧ୍ୟରୁ ଜଣେ ଆସି କହିଲା, ଏ ଆମ ସାଙ୍ଗରେ ଆ। ଏହା କହି ହାତ ଧରି ତନ୍ତୀକୁ ଟାଣି ନେଲା। ତାପରେ ସେମାନେ ଗୋଟିଏ ଗୃହସ୍ଥର ଘରେ ପଶି ଡକାୟତି କଲେ। କେତେକ ଚୋରି ଜିନିଷକୁ ତନ୍ତୀର ମୁଣ୍ଡରେ ମୁଣ୍ଡେଇ ନେବାକୁ ଦେଲେ। ତନ୍ତୀଟି ବାଧ୍ୟ ହୋଇ ସେତକ ମୁଣ୍ଡେଇ ଡକାୟତଙ୍କ ପଛେ ପଛେ ଚାଲିଲା। ସେ ସମୟରେ ପୋଲିସ ଆସି ପହଞ୍ଚିଗଲା। ଡକାୟତମାନେ ପୋଲିସ ଆସିବାର ସୁରାଗ ପାଇ କିଏ କେଉଁଆଡ଼େ ପଳାଇଲେ। କେବଳ ବିଚରା ତନ୍ତୀଟି ଚୋରି ମାଲ ସହିତ ଧରା ପଡ଼ିଲା। ସେ ରାତିରେ ତାକୁ ନେଇ ହାଜତରେ ରଖିଲେ। ପରଦିନ ହାକିମଙ୍କ ପାଖରେ ବିଚାର। ଗ୍ରାମର ଲୋକେ ସେ କଥା ଶୁଣିବା ମାତ୍ରେ ସମସ୍ତେ ଆସି କଚେରୀରେ ରୁଣ୍ଡ ହେଲେ। ଗ୍ରାମବାସୀମାନେ ସମସ୍ତେ ହାକିମଙ୍କ ନିକଟରେ ନେହୁରା ହୋଇ କହିଲେ, ହଜୁର, ଏ ଅତ୍ୟନ୍ତ ଭଲ ଲୋକ, ତାପରି ଲୋକ କେବେ ଚୋରି ଡକାୟତି କରିପାରେ ନା। ଗ୍ରାମବାସୀଙ୍କ କଥା ଶୁଣି ମାଜିଷ୍ଟ୍ରେଟ ସାହେବ ତନ୍ତୀକୁ ପଚାରିଲେ, କିରେ, ସତ କଥା କ'ଣ କହ? ତନ୍ତୀ କହିଲା, ହଜୁର, ରାମର ଇଚ୍ଛା। ମୁଁ ରାତିରେ ଭାତ ଖାଇଲି, ତାପରେ ରାମର ଇଚ୍ଛା। ମୁଁ ଚଣ୍ଡୀ ମଣ୍ଡପରେ ବସିଛି, ରାମର ଇଚ୍ଛା। ଅନେକ ରାତି ହେଲା, ରାମର ଇଚ୍ଛା। ତା କଥା ଚିନ୍ତା କରୁଥାଏ, ଆଉ ତାର ନାମ ଗୁଣ ଗାଉଥାଏ। ସେହି ସମୟରେ ରାମର ଇଚ୍ଛା। ଦଳେ ଡକାୟତ ସେହି ବାଟ ଦେଇ ଯାଉଥିଲେ, ରାମର ଇଚ୍ଛା। ସେମାନେ ମୋତେ ଜବରଦସ୍ତି ଧରି ତାଙ୍କ ସାଙ୍ଗରେ ନେଇଗଲେ, ରାମର ଇଚ୍ଛା। ସେମାନେ ଗୋଟିଏ ଲୋକର ଘରେ ଡକାୟତି କଲେ, ରାମର ଇଚ୍ଛା। ମୋତେ ବୋଝ ମୁଣ୍ଡେଇବାକୁ ଦେଲେ ଏବଂ ସାଙ୍ଗରେ ଯିବାକୁ କହିଲେ। ଏପରି ସମୟରେ ରାମର ଇଚ୍ଛା। ପୋଲିସ ଆସି ପହଞ୍ଚିଲେ, ରାମର ଇଚ୍ଛା। ମୁଁ ଧରା ପଡ଼ିଲି, ତାପରେ ରାମର ଇଚ୍ଛା। ପୋଲିସ ମୋତେ ନେଇ ହାଜତରେ ରଖିଲେ। ଆଜି ସକାଳେ ରାମର ଇଚ୍ଛା, ହଜୁରଙ୍କ ପାଖକୁ ମୋତେ ଆଣିଛନ୍ତି। ଏପରି ଗୋଟିଏ ଧାର୍ମିକ ଲୋକକୁ ପୋଲିସ ଧରି ଆଣିଥିବାର ଦେଖି ମାଜିଷ୍ଟ୍ରେଟ ସାହେବ ତନ୍ତୀକୁ ସାଙ୍ଗେ ସାଙ୍ଗେ ଛାଡ଼ିଦେବା ପାଇଁ ହୁକୁମ ଦେଲେ। ତନ୍ତୀ ଘରକୁ ଫେରିଲା ବେଳେ ରାସ୍ତାରେ ବନ୍ଧୁମାନଙ୍କୁ କହିଲା, ରାମର ଇଚ୍ଛା ମୋତେ ଛାଡ଼ିଦେଲେ। ତେଣୁ ସଂସାର କରିବା ବା ସନ୍ନ୍ୟାସ ହେବା ସବୁକିଛି ରାମର ଇଚ୍ଛା, ତାଙ୍କ ଉପରେ ସବୁକିଛି ଛାଡ଼ି। ଦର୍ଶକ ବନ୍ଧୁ, ବର୍ତ୍ତମାନ ପାଇଁ ପ୍ରବଚନ କାର୍ଯ୍ୟକ୍ରମ ଏତିକିରେ ରହିଲା। ପୁଣି ଦେଖା ହେବ ଆସନ୍ତାକାଲି। ସେତେବେଳେ ଯାଏ ରହୁଛି, ନମସ୍କାର।